ନବମା ଭଗବତୀ ଶରଣ। ଦର୍ଶକ ବନ୍ଧୁ, ଜାଣିବା ଆଜି ଆପଣମାନଙ୍କର ପ୍ରଶ୍ନର ବିଷୟବସ୍ତୁ ଉପରେ କେତେଜଣ ଦର୍ଶକ ବନ୍ଧୁ ପ୍ରଶ୍ନ ରଖିଛନ୍ତି। ଜନ୍ମଜାତକରେ ଲଗ୍ନ ଠାରୁ ଦ୍ୱାଦଶ ରାଶି ପର୍ଯ୍ୟନ୍ତ ନବମାଧିପତିଙ୍କର ସ୍ଥିତି ଉପରେ ସଂକ୍ଷିପ୍ତ ଆଲୋଚନା କରିବେ। ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର କହେ ଲଗ୍ନ ହେଉଛି ଅମୃତ ଭାଣ୍ଡ। ଲଗ୍ନାଧିପତି ଯଦି ବଳବାନ ଅବସ୍ଥାରେ ରହିଥାନ୍ତି ତାହେଲେ ଜନ୍ମଜାତକରେ ସମସ୍ତ ପ୍ରକାର ଦୋଷକୁ ନିବାରଣ କରିକି ଶୁଭଫଳ ପ୍ରଦାନ କରିଥାନ୍ତି। ନବମାଧିପତି ଯଦି ଲଗ୍ନ କେନ୍ଦ୍ରରେ ଅବସ୍ଥାନ କରିଥାନ୍ତି ତାହେଲେ ଜନ୍ମଜାତ ବ୍ୟକ୍ତି ଗୁରୁ ଦେବତା ବ୍ରାହ୍ମଣ ପିତାମାତାଙ୍କ ପ୍ରତି ଅନାବିଳ ଭକ୍ତି ରଖିବା ସହିତ ଧନବାନ ହୋଇଥାନ୍ତି। ଅଳ୍ପ ପରିମାଣରେ କୃପଣ ସ୍ୱଭାବ ରହିଥାଏ। ରାଜକର୍ମ କରିକି ଜୀବନ ଜୀବିକା ନିର୍ବାହ କରିଥାନ୍ତି। ସେହି ପ୍ରକାର ନବମାଧିପତି ଗ୍ରହ ଯଦି ଦ୍ୱିତୀୟ ସ୍ଥାନରେ ରହିଥାନ୍ତି ତାହେଲେ ମଣିଷ ଚରିତ୍ରବାନ, ସତ୍ୟବାଦୀ, ଉତ୍ତମ କର୍ମକର୍ତ୍ତା, ପରମ ସୁଖୀ, ଭୋଗୀ ଏବଂ ଚତୁଷ୍ପଦ ପ୍ରାଣୀ ଦ୍ୱାରା ଅଳ୍ପ ମାତ୍ରାରେ ପୀଡ଼ିତ ହୋଇଥାନ୍ତି। ନବମାଧିପତି ଦ୍ୱିତୀୟ ସ୍ଥାନରେ ରହିଥିଲେ ମହାଧନୀ ଯୋଗ ମଧ୍ୟ ସଂଗଠିତ ହୋଇଥାଏ। ଯଦି ନବମାଧିପତି ଗ୍ରହ ଦ୍ୱିତୀୟ ସ୍ଥାନରେ ପୀଡ଼ିତ ଅବସ୍ଥାରେ ରହିଥାନ୍ତି ତାହେଲେ ଉଣା ଅଧିକେ ଅଶୁଭ ଫଳ ପ୍ରଦାନ କରିଥାନ୍ତି। ତୃତୀୟରେ ଯଦି ଭାଗ୍ୟାଧିପତି ଗ୍ରହ ଅବସ୍ଥାନ କରିଥାନ୍ତି ତାହେଲେ ଜନ୍ମଜାତ ବ୍ୟକ୍ତି ବହୁ ତେଜଗୁଣ ଯୁକ୍ତ, ବନ୍ଧୁ ବତ୍ସଳ, ଲୋକମାନ୍ୟ, ପିତୃ କାର୍ଯ୍ୟରେ ସଦାସର୍ବଦା ଅଭିଳାଷିତ ରହିଥାଏ। ଚତୁର୍ଥ ସ୍ଥାନରେ ଯଦି ନବମ ଭାବର ଅଧିପତି ଯାଇକି ଅବସ୍ଥିତ ହୋଇଥାନ୍ତି ତାହେଲେ ଜନ୍ମଜାତକ ପିତାମାତାଙ୍କ ପ୍ରତି ଅନାବିଳ ଭକ୍ତି ରଖିବା ସହିତ ଅଳ୍ପ ମାତ୍ରାରେ ଜ୍ଞାତି ପରିବାର ବନ୍ଧୁବର୍ଗଙ୍କ ସହିତ ଅଶାନ୍ତିର ବାତାବରଣ ଜାତ କରିଥାଏ। ବିଶେଷ କରି ସ୍ତ୍ରୀ ଜାତି ଠାରୁ ପ୍ରବଳ ମାତ୍ରାରେ ସାହାଯ୍ୟ ସହାନୁଭୂତି ପ୍ରାପ୍ତି କରିଥାଏ। ନବମ ଭାବର ଅଧିପତି ଗ୍ରହ ପଞ୍ଚମ ସ୍ଥାନରେ ରହିଥିଲେ ଜନ୍ମଜାତକ ଗୁରୁ ଭକ୍ତିଯୁକ୍ତ, ସୁନ୍ଦର ଶରୀର, ରତ୍ନଭୂଷଣ ରତ୍ନଭୂଷଣ ହେବା ସହିତ ଉତ୍ତମ କର୍ମକର୍ତ୍ତା ହୋଇଥାଏ। ନବମ ସ୍ଥାନାଧିପତି ଯଦି ଷଷ୍ଠ ସ୍ଥାନରେ ରହିଥାନ୍ତି ତାହେଲେ ଜନ୍ମଜାତକ ଶତ୍ରୁ ଦ୍ୱାରା ଭୟ ଏବଂ ଧନ ପ୍ରାପ୍ତି କରିଥାଏ। ଏହା ଜ୍ୟୋତିଷ ଶାସ୍ତ୍ରର ତତ୍ତ୍ୱ। ନବମ ଭାବର ଅଧିପତି ଗ୍ରହ ଯଦି ଜନ୍ମଜାତକର ସପ୍ତମ ସ୍ଥାନରେ, ଯାହାକି ସପ୍ତମ କେନ୍ଦ୍ରରେ ଯଦି ଅବସ୍ଥାନ ହୋଇଥାନ୍ତି ତାହେଲେ ଜନ୍ମଜାତକ ସ୍ତ୍ରୀପ୍ରିୟ, ଧନଯୁକ୍ତ ଏବଂ ସର୍ବଗୁଣ ସମ୍ପନ୍ନ ହୋଇଥାଏ। ଧର୍ମ କାର୍ଯ୍ୟରେ ପ୍ରବଳ ମାତ୍ରାରେ ମତି ଧାବନ ହୋଇଥାଏ। ଅଷ୍ଟମ ସ୍ଥାନରେ ଯଦି ନବମାଧିପତି ଗ୍ରହ ରହିଥାନ୍ତି ତାହେଲେ ଜନ୍ମଜାତକ ବନ୍ଧୁହୀନ, ବିଦ୍ୟାହୀନ, ସତ୍କ୍ରିୟା ବିମୁଖ ଏବଂ ନୀଚ କର୍ମରେ ଆସକ୍ତ ହୋଇଥାନ୍ତି। ନବମ ଭାବର ଅଧିପତି ଗ୍ରହ ଯଦି ନବମ ସ୍ଥାନରେ ରହିଥାନ୍ତି ତାହେଲେ ଜନ୍ମଜାତକ ଧାର୍ମିକ, ବିଶାଳ ଚକ୍ଷୁ, ବନ୍ଧୁପ୍ରିୟ, ଦାନୀ ଏବଂ ଦେବଭକ୍ତ ହୋଇଥାନ୍ତି। ଦଶମ ସ୍ଥାନରେ ଯଦି ନବମ ଭାବର ଅଧିପତି ଗ୍ରହ ଆସିକି ଅବସ୍ଥିତ ହୋଇଥାନ୍ତି ତାହେଲେ ଜନ୍ମଜାତକ ପିତୃ ମାତୃ ଭକ୍ତିରେ ନିପୁଣତା ପ୍ରାପ୍ତି କରିବା ସହିତ ରାଜମାନ୍ୟ, ପ୍ରିୟାଯୁକ୍ତ ଏବଂ ରାଜକୋଷରୁ ଧନ ପ୍ରାପ୍ତି କରିଥାଏ। ନବମାଧିପତି ଗ୍ରହ ଏକାଦଶ ସ୍ଥାନରେ ଯଦି ଅବସ୍ଥାନ କରିଥାନ୍ତି ତାହେଲେ ଜାତ ବ୍ୟକ୍ତି ବହୁ ଯାନବାହନ ପ୍ରାପ୍ତି କରିବା ସହିତ ରାଜ ସମ୍ମାନର ଅଧିକାରୀ ହୋଇଥାଏ। ବିଶେଷ କରି ସଂସାର କ୍ଷେତ୍ରରେ ମାନ୍ୟଗଣ୍ୟ ବ୍ୟକ୍ତି ଭାବେ ପରିଚିତ ହୋଇଥାଏ। ସେହି ପ୍ରକାର ନବମାଧିପତି ଯଦି ଶୁଭଗ୍ରହ ହୋଇକି ଦ୍ୱାଦଶରେ ଥିଲେ ଜନ୍ମଜାତକ ପ୍ରବଳ ବିଦ୍ୟାର ଅଧିକାରୀ ହୋଇଥାନ୍ତି। ପାପଗ୍ରହ ହୋଇକି ଯଦି ନବମାଧିପତି ଦ୍ୱାଦଶ ସ୍ଥାନରେ ରହିଥାନ୍ତି ତାହେଲେ ଜନ୍ମଜାତକ ପ୍ରବଳ ମାତ୍ରାରେ ଧୂର୍ତ୍ତ ଏବଂ ମୂର୍ଖ ଗୁଣ ପ୍ରକୃତି ହୋଇଥାଏ। ନବମାଧିପତି ଚତୁର୍ଥରେ ଥିଲେ ଜାତ ବ୍ୟକ୍ତି ସୁକୃତ କର୍ମ ଏବଂ ଐଶ୍ୱର୍ଯ୍ୟଯୁକ୍ତ ହୋଇଥାନ୍ତି। ସେହି ପ୍ରକାର ସପ୍ତମରେ ଥିଲେ ସ୍ତ୍ରୀ ସଖ୍ୟ ପ୍ରାପ୍ତି ହୋଇଥାଏ। ତୃତୀୟରେ ଥିଲେ ସ୍ୱଜନ ପ୍ରତିପାଳକ ଏବଂ ଦ୍ୱିତୀୟରେ ଥିଲେ ଶାନ୍ତ ଏବଂ ସଂଯମୀ ବୋଲାଯାଏ, ଯାହାକି ନବମାଧିପତିଙ୍କର ସ୍ଥିତିଫଳ। ଦର୍ଶକ ବନ୍ଧୁ, ନବମାଧିପତି ଗ୍ରହ ପଞ୍ଚମରେ ଶୁଭ ଦୃଷ୍ଟିରେ ରହିଥିଲେ ଜାତ ବ୍ୟକ୍ତି ଧନ ପୁତ୍ରାଦି ପ୍ରାପ୍ତି କରିବା ସହିତ ପ୍ରବଳ ମାତ୍ରାରେ ଲାଭବାନ ହୋଇଥାଏ। ନବମାଧିପତି ଯଦି ଏକାଦଶ ସ୍ଥାନରେ ରହିଥାନ୍ତି ତାହେଲେ ଜାତ ବ୍ୟକ୍ତି ସୁକୃତବନ୍ତ ଏବଂ ବିବିଧ ଧନଯୁକ୍ତ ହେବା ସହିତ ପ୍ରବଳ ମାତ୍ରାରେ ଧର୍ମ କାର୍ଯ୍ୟରେ ଆସକ୍ତିଚିତ ରହିଥାନ୍ତି। ନବମାଧିପତି ଅଷ୍ଟମରେ ଥିଲେ ଦୁଷ୍ଟ ଏବଂ ପ୍ରତାରକ ମଧ୍ୟ ହୋଇଥାନ୍ତି, ଯାହାକି ଜ୍ୟୋତିଷ ଶାସ୍ତ୍ରର ମତ। ଇଏ ଥିଲା ଆପଣମାନଙ୍କ ପ୍ରଶ୍ନ। ଏବେ ଅନୁମତି ଦିଅନ୍ତୁ। ନବମା ଭଗବତୀ ଶରଣ।